जय जगन्नाथ पिलाମାନେ ଆଜି ଆମ୍ଭେମାନେ ଯେଉଁ ଯୁକ୍ତ 2 ପ୍ରଥମ ବର୍ଷର ପଲିଟିକାଲ ସାଇନ୍ସ ବା ରାଜନୀତି ବିଜ୍ଞାନର ଚତୁର୍ଥ ଅଧ୍ୟାୟ ପଢ଼ିବା। ଆଜିର ବିଷୟ ରହୁଛି ବା ଚେପ୍ଟରଟା ରହିଛି ସ୍ୱତନ୍ତ୍ରତା ଲିବର୍ଟି ଉପରେ, ତାର ଅର୍ଥ ଏବଂ ପ୍ରକାର ଭେଦ ବିଷୟରେ ପଢ଼ିବା। ଠିକ୍ ଅଛି ପିଲାମାନେ, ଆମର ଯେଉଁ ରହୁଛି ଚେପ୍ଟର ୱାଇଜ୍ ଆମେ ପଢ଼ିକି ଯିବା। ଚାଲନ୍ତୁ ଆରମ୍ଭ କରିବା। ଦେଖନ୍ତୁ, ସ୍ୱତନ୍ତ୍ରତା ହେଉଛି ଏପରି ଏକ ଯାଦୁକରୀ ଶବ୍ଦ ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବିପ୍ଳବ କରିବା ପାଇଁ ଇନ୍ଧନ ଯୋଗାଇଛି। ଆଉ ସ୍ୱତନ୍ତ୍ର ହେଉଛି ଲିବର୍ଟି। ଲିବର୍ଟିର ଅର୍ଥ ହେଉଛି ହିଁ ସମସ୍ତଙ୍କ ପାଇଁ ଏକ ଅଧିକାର ବୋଲି ଆମେ କହିବା, ସ୍ୱତନ୍ତ୍ରତାର ଅଧିକାର, ଯାହାଫଳରେ ଆମେମାନେ ନିଜର ହକ୍ ପାଇପାରିଛେ। ସେଥିପାଇଁ ତ କୁହାଯାଇଛି ବିପ୍ଳବ କରିବା ପାଇଁ ଇନ୍ଧନ ଯୋଗାଇଛି, ଯାହାକୁ ଆମକୁ ଗୋଟେ ରୋଷେଇ, ଆମକୁ ଗୋଟେ ନିଜର ପରିପୋଷଣ କରିବାର କ୍ଷମତାଟା ନିଜ ଅଧିକାର ବଳରେ ତାହା ଯୋଗାଇଛି। ଯେମିତି ହେଲା ମାନବ ସଭ୍ୟତାର ଇତିହାସ ହେଉଛି ସ୍ୱତନ୍ତ୍ରତାର ଇତିହାସ। 1779 ମସିହା ଫରାସୀ ବିପ୍ଳବର ପ୍ରାକ୍ କାଳରେ ପ୍ରଖ୍ୟାତ ଦାର୍ଶନିକ ରୁଷୋ ଐତିହାସିକ ଯେମିତିକି 1789 ମସିହା ଫରାସୀ ବିପ୍ଳବର ପ୍ରାକ୍ କାଳରେ ପ୍ରଖ୍ୟାତ ଦାର୍ଶନିକ ରୁଷୋ ଐତିହାସିକ ଘୋଷଣା ନିମନ୍ତେ ରୁଷୋଙ୍କ କହିଥିଲେ, ମନୁଷ୍ୟ ମୁକ୍ତ ଭାବରେ ଜନ୍ମ ନିଏ, ମାତ୍ର ପରବର୍ତ୍ତୀ ସମୟରେ ଶୃଙ୍ଖଳ ଦ୍ୱାରା ବେଷ୍ଟିତ ହୁଏ। କିନ୍ତୁ ରୁଷୋ କହିଛନ୍ତି ମନୁଷ୍ୟ ମୁକ୍ତ ଭାବରେ ଜନ୍ମ ନିଏ, କିନ୍ତୁ ଏହି ସମୟର ଶୃଙ୍ଖଳ ଦ୍ୱାରା ସେ ବାନ୍ଧି ହେଇକି ରହିଯାଏ। ସ୍ୱତନ୍ତ୍ରତା ଏଭଳି ଏକ ହୃଦୟସ୍ପର୍ଶୀ ଧାରଣା ଯେଉଁଥିପାଇଁ ମଣିଷ ମରିବା ପାଇଁ କେବେ ବି କୁଣ୍ଠା ପ୍ରକାଶ କରେନି। ଆଉ ସ୍ୱତନ୍ତ୍ରତା ଏଭଳି ଏକ ରହୁଛି ଗୋଟେ ହୃଦୟସ୍ପର୍ଶୀ ଯେ ନିଜର ସ୍ୱତନ୍ତ୍ରତା ପାଇଁ ସେ ମରିବା ପାଇଁ ମଧ୍ୟ କେବେ ବି କୁଣ୍ଠା ପ୍ରକାଶ କରିବ ନାହିଁ, ନିଜର ହକ୍ ପାଇଁ ହିଁ ସେ ଲଢ଼ିବ। ଫରାସୀ ବିପ୍ଳବରେ ସ୍ୱତନ୍ତ୍ରତା ପାଇଁ ରକ୍ତର ନଦୀ ବହିଯିବା ଦେଖି ରୋମାଇନ୍ ରୋଲାଣ୍ଡ କାନ୍ଦି ପକାଇ କହିଥିଲେ, ସ୍ୱତନ୍ତ୍ରତା ଯେମିତିକି ଏଇଟା ଦେଖନ୍ତୁ, ଏଇଟା ମେନ୍ ପଏଣ୍ଟ, ଏଇ କିଏ କ'ଣ କହିଥିଲେ, କାହାଙ୍କ ମତରେ କ'ଣ, ଏସବୁ ଗୁଡ଼ିକ ଧ୍ୟାନ ଦେବେ ଟିକେ। ଆଉ ଯେମିତି ରୋମାଇନ୍ ରୋଲାଣ୍ଡ କାନ୍ଦି ପକାଇ କହିଥିଲେ, ସ୍ୱତନ୍ତ୍ରତା ତୁମ ନାଁରେ ଏ କି ପ୍ରକାର ଜଘନ୍ୟ ହତ୍ୟାକାଣ୍ଡ ଘଟି ଚାଲିଛି। ଆଉ ସ୍ୱତନ୍ତ୍ରତା ତୁମ ନାଁରେ ଏ କି ପ୍ରକାର ଜଘନ୍ୟ ହତ୍ୟାକାଣ୍ଡ ଘଟି ଚାଲିଛି ବୋଲି କହିଛନ୍ତି। ବିଲାତ ସାମ୍ରାଜ୍ୟବାଦରୁ ମୁକ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ମୁକ୍ତି ସଂଗ୍ରାମ, ବୋର୍ବନ ରାଜାଙ୍କ ବିରୁଦ୍ଧରେ 1789 ମସିହାରେ ଫରାସୀ ବିପ୍ଳବ, ଜାର୍ ଶାସନ ଅବସାନ ପାଇଁ 1917ରେ ରୁଷିଆର ସଂଗଠିତ ସ୍ଲୋଭାକ ବିପ୍ଳବ। ଦେଖନ୍ତୁ ପିଲାମାନେ, ଏ ଯେଉଁ ସ୍ୱତନ୍ତ୍ରତା ପାଇଁ ହିଁ ଆମେମାନେ ଯେଉଁ ଆମର ନିଜର ଅଧିକାର ପାଇଁ ହିଁ ଆମେ ଲଢ଼ିଛୁ, ବିପ୍ଳବର ଆରମ୍ଭ କରିଛୁ। ଯେମିତିକି ତୁମେ ସ୍ୱାଧୀନତାକୁ ନିଅ, ଅଗଷ୍ଟ ବିପ୍ଳବ ନିଅ, ବହୁତ ଗୁଡ଼ିଏ ବିପ୍ଳବ କ୍ଷେତ୍ରକୁ ନିଅ। ଏହା ନିଜର କ୍ଷେତ୍ର, ନିଜର ଅଧିକାର, ନିଜର ସ୍ୱତନ୍ତ୍ରତା, ନିଜର ସମ୍ମାନର ରକ୍ଷା ପାଇଁ ହିଁ ଆମେ ମାନେ ଏହି ସ୍ୱତନ୍ତ୍ରତାର ଆପଣେଇ ପାରିଛେ। ଦେଖନ୍ତୁ ଆଗକୁ ପଡ଼ିବା। ଆଉ ଲିବର୍ଟିଟା କେଉଁ ଶବ୍ଦରୁ କେଉଁଠାରୁ ଆସିଛି ଦେଖନ୍ତୁ, ଏଇ ଯେଉଁ ଇଂରାଜୀ ଶବ୍ଦ ଲିବର୍ଟ ବା ଲାଟିନ୍ ଶବ୍ଦ ଲାଇବରରୁ ଆସିଛି, ଯାହାର ଅର୍ଥ ହେଲା ମୁକ୍ତି। ଆଉ ଲିବର୍ଟି ଶବ୍ଦ କେଉଁ ଭାଷାରୁ ଆସିଛି? ଲାଟିନ୍ ଭାଷାରୁ ଆସିଛି। ତେଣୁ ସ୍ୱତନ୍ତ୍ରତାର ଆକ୍ଷରିକ ବ୍ୟୁତ୍ପତ୍ତି ହେଲା ଜଣେ ଯାହା କରିବାକୁ ଚାହୁଁଛି ତାହାକୁ କରିବା ପାଇଁ ସୁଯୋଗ ଦେବା। ସ୍ୱତନ୍ତ୍ର ଅର୍ଥ ଯିଏ ଯାହା ତାହାକୁ ଇଚ୍ଛା ଅଛି ଯେ ସେ କ'ଣ କରିବ, ଆଗକୁ କେମିତି ଯିବ, ତାହାକୁ ଆମେ ଫ୍ରି ଛାଡ଼ିଦେବା କଥା, ସ୍ୱତନ୍ତ୍ର ତାହାକୁ କରିବା ପାଇଁ ଦେବା। କିନ୍ତୁ ଏହାର ସ୍ୱତନ୍ତ୍ର ଭାବଗତ ଅର୍ଥରେ ବିରୁଦ୍ଧାଚରଣ କରୁଛି। ସମଗ୍ର ଏହାକୁ ବିଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇ ନାନା ଅର୍ଥରେ ପ୍ରକାଶ କରାଯାଉଛି ଯେ ଲିବର୍ଟି ହେଉଛି ନିଜର ହେଉଛି ଗୋଟେ ସ୍ୱତନ୍ତ୍ରତା, ଯାହା ଫ୍ରିଲି ଆମେମାନେ ଅବାଧର ସହିତ ବିଚରଣ କରିବା କଥା, କିନ୍ତୁ ସମୟ ସହିତ ଆବଦ୍ଧରେ ବାନ୍ଧି ହୋଇ ରହିଯାଉଛି ବୋଲିକି ଯେମିତି ରୁଷୋଙ୍କ କହିଥିଲେ। ଠିକ୍ ଅଛି, ଆଉ ବଢ଼ିଆ। ଆଉ ଦେଖନ୍ତୁ, ଏ ଜାଗାରେ ଗୋଟେ ମେନ୍ ପଏଣ୍ଟ ରହିଛି ଯେ ଏ ଯେଉଁ ରହିଲା ଜଣେ ମାର୍କ୍ସବାଦୀ ଏକ ଶ୍ରେଣୀବିହୀନ ରାଷ୍ଟ୍ରବିହୀନ ସମାଜ ଗଠନରେ ସ୍ୱତନ୍ତ୍ର ଉପସ୍ଥିତି ଅନୁଭବ କରୁଥିବା ବେଳେ ଜଣେ ନୈରାଜ୍ୟବାଦୀ କ'ଣ କରୁଛି, ବା ନିରାଷ୍ଟ୍ରବାଦୀ ରାଷ୍ଟ୍ର ଅନୁପସ୍ଥିତିରେ
ସ୍ୱତନ୍ତ୍ରତାର ଉପସ୍ଥିତି ଅନୁଭବ କରିଥାଏ। ଜଣେ ବହୁବାଦୀ ପ୍ଲୁରାଲିଷ୍ଟ ସଂଘମାନଙ୍କ କାର୍ଯ୍ୟରେ ବିବିଧତାର ସ୍ୱତନ୍ତ୍ରତା ଖୋଜି ପାଉଥିବା ବେଳେ ଜଣେ ଗଣତନ୍ତ୍ର ସପକ୍ଷବାଦୀ କ୍ଷମତାର ବିକେନ୍ଦ୍ରୀକରଣ ସ୍ୱତନ୍ତ୍ରର ସତ୍ତା ଅନୁଭବ କରେ। ଗ୍ରୀକ୍ ଅଧିବାସୀମାନେ ଆଇନର ଶାସନ ରୁଲ୍ ଅଫ୍ ଲ ନିକଟରେ ବ୍ୟକ୍ତିର ସମର୍ପଣରେ ହିଁ ସ୍ୱତନ୍ତ୍ରତା ଅଛି ବୋଲି କହିଥାନ୍ତି। ଆଉ ଗ୍ରୀକ୍ ଅଧିବାସୀମାନେ କ'ଣ କହିଥାନ୍ତି ଯେ ଆଇନର ଶାସନ ନିକଟରେ ବ୍ୟକ୍ତିର ସମର୍ପଣ ହିଁ ସ୍ୱତନ୍ତ୍ରତା ଅଛି ବୋଲିକି ସେମାନେ କହିଥାନ୍ତି। କିନ୍ତୁ ପ୍ରଖ୍ୟାତ ଦାର୍ଶନିକ ରୁଷୋ ସର୍ବସାଧାରଣ ଇଚ୍ଛାଶକ୍ତି ଯାହା କହିଛନ୍ତି, ଇଚ୍ଛାଶକ୍ତି ବହୁଜନ ହିତାୟ ପାଇଁ ବ୍ୟକ୍ତି ସ୍ୱାଧୀନତା ଓ ବଦଳି ଦେବାର ସ୍ୱତନ୍ତ୍ରତାକୁ ଦେଖିଥାନ୍ତି। ଇଂରାଜୀ ଦାର୍ଶନିକ ହବ୍ସ ପ୍ରତିବନ୍ଧକର ଆବର୍ତ୍ତମାନର ସ୍ୱତନ୍ତ୍ର ରହିଥିବା କଥା ପ୍ରକାଶ କରିଛନ୍ତି। ଆଉ ସ୍ୱତନ୍ତ୍ରତାକୁ ନେଇ କିଏ କ'ଣ କହିଛନ୍ତି ଚାଲନ୍ତୁ ଗୋଟେ ଗୋଟେ କରି ପଢ଼ିବା। ଅଧ୍ୟାପକ ଲାସ୍କି ବା ପ୍ରଫେସର ଲାସ୍କିଙ୍କ ମତରେ ସ୍ୱତନ୍ତ୍ରତାର ଅର୍ଥ ହେଲା ଏପରି ଏକ ବାତାବରଣ ସୃଷ୍ଟି କରିବା ଯେଉଁଥିରେ ମନୁଷ୍ୟ ତାର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପୂର୍ଣ୍ଣ ସୁଯୋଗ ପାଇପାରିବ। ଆଉ ଲାସ୍କିଙ୍କ ମତରେ ହେଉଛି ଯେ ଯଦି ସ୍ୱତନ୍ତ୍ରତାର ଏକ ଏମିତି ବାତାବରଣ ଖେଳିବା ଯେ ଗୋଟେ ମଣିଷ ନିଜର ତାର ଅନ୍ତର୍ନିହିତ ଗୁଣକୁ ବିକାଶ କରିବା ସହିତ ସେ ଭାବ ପ୍ରକାଶ କରିପାରୁଥିବ। ଆଉ ମ୍ୟାକେଞ୍ଜିଙ୍କ ଭାଷାରେ କ'ଣ କୁହାଯାଇଛି ସ୍ୱତନ୍ତ୍ରତାକୁ ନେଇକି? ସ୍ୱତନ୍ତ୍ରତାର ଅର୍ଥ ସମସ୍ତ ପ୍ରକାର ନିୟନ୍ତ୍ରଣ ଅନୁପସ୍ଥିତି ନୁହେଁ, ବରଂ ଯୁକ୍ତିସଙ୍ଗତ ନିୟନ୍ତ୍ରଣର ନିକଟରେ ଅଯୌକ୍ତିକ ଓ ଅନୁଚିତ ନିୟନ୍ତ୍ରଣର ଅବସ୍ଥାକୁ ବୁଝାଇଥାଏ। ଏଇଟା ମ୍ୟାକେଞ୍ଜିଙ୍କ ମତରେ। ଗେଟେଲ କ'ଣ କହିଲେ? ଗେଟେଲଙ୍କ ମତରେ ସ୍ୱତନ୍ତ୍ରତା କହିଲେ ଆସ୍ତିବାଚକ କ୍ଷମତା ବଳରେ ଉପଭୋଗ କରିବାର ଉପଭୋଗ ଯୋଗ୍ୟ କାର୍ଯ୍ୟକୁ ବୁଝାଇଥାଏ। ସ୍ୱତନ୍ତ୍ରତା କହିଲେ ଆସ୍ତିବାଚକ କ୍ଷମତା ବଳରେ ଉପଭୋଗ କରିବାର ଉପଭୋଗ ଯୋଗ୍ୟ କାର୍ଯ୍ୟ ବୁଝାଏ। ଆଉ ସିଲିଙ୍କ ଭାଷାରେ କ'ଣ? ସ୍ୱତନ୍ତ୍ରତା ମାତ୍ରାଧିକ ଶାସନ କ୍ଷମତାର ବିପରୀତକୁ ବୁଝାଏ। ଆଉ ଜାତିର ପିତା ମହାତ୍ମା ଗାନ୍ଧୀ କ'ଣ କହିଲେ? ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ ସ୍ୱତନ୍ତ୍ରତା ଅର୍ଥ ପ୍ରତିବନ୍ଧକର ଅବିଦ୍ୟମାନତା ନୁହେଁ, ପରନ୍ତୁ ବ୍ୟକ୍ତିତ୍ୱ ବିକାଶ ପାଇଁ ଉଦ୍ଦିଷ୍ଟ ଚିନ୍ତାଧାରା ଅଟେ। ଏହା ହେଉଛି କିଏ କ'ଣ କହିଛନ୍ତି ତାହାକୁ ଆମେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଆକାରରେ ବା ଧ୍ୟାନ ଦେଇକି ପଢ଼ିବା। ଏହିକୁ ନୋଟ୍ ଆକାରରେ ଲେଖିବା ଯେ ସ୍ୱତନ୍ତ୍ରତା ଉପରେ କିଏ କାହାଙ୍କର କେମିତି କ'ଣ ମତ ରହିଛି ତାହାକୁ ତୁମେମାନେ ପିଲାମାନେ ବହୁତ ସୁନ୍ଦର ଭାବରେ ନୋଟ୍ କରିକି ଲେଖିବ ଆଉ ପଢ଼ିବ, ଯାହାକି ତୁମକୁ ଆଗକୁ ସ୍ୱତନ୍ତ୍ର କହିଲେ କ'ଣ ବୁଝାଏ ସେହି ସମୟରେ ସ୍ୱତନ୍ତ୍ରର କେତେ ଗୁଡ଼ିଏ ତୁମେ ଯାହାକି ଲେଖିକି ତୁମେମାନେ କେଉଁମାନେ କି ପ୍ରକାର ସ୍ୱତନ୍ତ୍ରତା ଉପରେ ମତ ଦେଇଛନ୍ତି ତାହା ତୁମେମାନେ ମଧ୍ୟ ଲେଖିପାରିବ। ଠିକ୍ ଅଛି। 1789 ଏଇଟା ଯେଉଁ ରହିଲା ଦେଖନ୍ତୁ, 1789 ମସିହାରେ ଲୋକଙ୍କ ଅଧିକାର ସମ୍ପର୍କରେ ଫରାସୀ ଘୋଷଣାନାମା ଦ ଫ୍ରେଞ୍ଚ ଡିକ୍ଲାରେସନ୍ ଅଫ୍ ଦ ରାଇଟ୍ସ ଅଫ୍ ମ୍ୟାନ୍ ରେ ସ୍ୱତନ୍ତ୍ରତା କହିଲେ ସମସ୍ତଙ୍କର ଅନ୍ୟମାନଙ୍କୁ ଅସୁବିଧା ନ ପକାଉଥିବା କାର୍ଯ୍ୟ ସମ୍ପାଦନକୁ ବୁଝାଏ ବୋଲି କୁହାଯାଇଛି। ଯେମିତିକି 1789 ମସିହାରେ ଫରାସୀ ଘୋଷଣାନାମାରେ ତାହା ପବ୍ଲିଶ ହେଇଥିଲା ଯେ ଦ ଫ୍ରେଞ୍ଚ ଡିକ୍ଲାରେସନ୍ ଅଫ୍ ଦ ରାଇଟ୍ ଅଫ୍ ମ୍ୟାନ୍ରେ ସ୍ୱତନ୍ତ୍ରତା କହିଲେ ସମସ୍ତଙ୍କର ଅନ୍ୟମାନଙ୍କୁ ଅସୁବିଧା ନ ପକାଉଥିବା କାର୍ଯ୍ୟ ସମ୍ପାଦନ ହୁଏ। ଆଉ ସ୍ୱତନ୍ତ୍ରତା କହିଲେ ଅନ୍ୟମାନଙ୍କୁ ହଇରାଣ ନ କରୁଥିବା କାର୍ଯ୍ୟକୁ ହିଁ ବୁଝାଇଥାଏ। ତାହା ସେଇ ଫରାସୀ ଘୋଷଣାନାମାରେ ଉଲ୍ଲେଖ ହୋଇଥିଲା। କେତେ ଗୁଡ଼ିଏ ତାର ବୈଶିଷ୍ଟ୍ୟ ବିଷୟରେ ଆମେ ଜାଣିବା। ଦେଖୁ ତେଣୁ ସ୍ୱତନ୍ତ୍ରତାର ନିୟୁକ୍ତ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇ ତାର ଫିଚର୍ସ ଗୁଡ଼ିକ କ'ଣ ରହିଛି ଦେଖନ୍ତୁ। ପ୍ରଥମରେ ସ୍ୱତନ୍ତ୍ରତାର ଅର୍ଥ ସମସ୍ତ ପ୍ରକାର ପ୍ରତିବନ୍ଧକର ଅବିଦ୍ୟମାନତା ନୁହେଁ। ଦ୍ୱିତୀୟ ହେଲା ସ୍ୱତନ୍ତ୍ରତାର ଅର୍ଥ ଅଯୌକ୍ତିକ ଅତ୍ୟାଚାରୀ ପ୍ରତିବନ୍ଧକର ଅନୁପସ୍ଥିତି। ଆଉ ତୃତୀୟ ହେଲା ସ୍ୱତନ୍ତ୍ରତାର ଅର୍ଥ ମନୁଷ୍ୟର କାର୍ଯ୍ୟ ଉପରେ ଆଇନଗତ, ନୈତିକ ଓ ଯୁକ୍ତିସଙ୍ଗତ ପ୍ରତିବନ୍ଧକର ଆବଶ୍ୟକତା। ଚତୁର୍ଥରେ ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ ଲାଗି ଏହା ଏକ ଆବଶ୍ୟକ ସର୍ତ୍ତ ଅଟେ। ପଞ୍ଚମରେ ଏହାର ଅର୍ଥ ଅନ୍ୟର ଅସୁବିଧା ନ କରି ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟକ୍ତିକୁ ଅଧିକାର ଦେବା। ରାଷ୍ଟ୍ର କୌଣସି ପ୍ରକାର ବାଛବିଚାର ନ କରି ସମସ୍ତ ଜନସାଧାରଣଙ୍କୁ ସୁବିଧା ଦେବା ସ୍ୱତନ୍ତ୍ରତାର ଅନ୍ୟ ଏକ ଦିଗ ଅଟେ। ଠିକ୍ ଅଛି, ଆଗକୁ ଦେଖିବା। ତାପରେ ଆଗକୁ ପଢ଼ିବା ଆମେମାନେ, ଏଇଟା ମେନ୍ ଇମ୍ପୋର୍ଟାଣ୍ଟ, ଏଇଟା ଲେଖିକି ରଖିବ ପିଲାମାନେ, ଧ୍ୟାନର ସହିତ ପଢ଼ିବ। ଠିକ୍ ଅଛି, ଆଗକୁ ଦେଖିବା ସ୍ୱତନ୍ତ୍ରତାର ପ୍ରକାର ଭେଦ ଟାଇପ୍ସ ଅଫ୍ ଲିବର୍ଟି ଯେଉଁ ହେଲା
ତାର ଟାଇପ୍ସ ଅଫ୍ ଲିବର୍ଟି ଯେଉଁ ରହୁଛି ଦେଖନ୍ତୁ ଟାଇପ୍ ଅଫ୍ ଲିବର୍ଟି ଯେଉଁ ରହିଲା ସ୍ୱତନ୍ତ୍ର ପ୍ରକାର ଭାବେ କ'ଣ ରହିଛି ଦେଖନ୍ତୁ ମ୍ୟାକିଭର୍ 1950 ମସିହାରେ ଲିଖିତ ତାଙ୍କର ପୁସ୍ତକ ମ୍ୟାକିଭର୍ ଯେଉଁ ଲେଖିଛନ୍ତି ମ୍ୟାକାଇଭର୍ ତାଙ୍କୁ 1950 ମସିହାରେ ଲିଖିତ ତାଙ୍କର ପୁସ୍ତକ ଆଧୁନିକ ରାଷ୍ଟ୍ର ଦ ମଡର୍ଣ୍ଣ ଷ୍ଟେଟ୍ସ ଉଲ୍ଲେଖ କରିଛନ୍ତି ବା ଆଲୋକପାତ କରିଛନ୍ତି। ବ୍ୟାପକ ଦୃଷ୍ଟିକୋଣ ବିଚାର କରି ସ୍ୱତନ୍ତ୍ରକୁ ସେ 5ଟି ଭାଗରେ ବିଭକ୍ତ କରିଛନ୍ତି। କ'ଣ କରିଛନ୍ତି ବ୍ୟାପକ ଦୃଷ୍ଟିକୋଣ ବିଚାର ସ୍ୱତନ୍ତ୍ରକୁ 5ଟି ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ ସେଇଟା ଦେଖ ପ୍ରାକୃତିକ ସ୍ୱତନ୍ତ୍ରତା ନ୍ୟାଚୁରାଲ ଲିବର୍ଟି, ଆଉ ଦ୍ୱିତୀୟ ସାମାଜିକ ସ୍ୱତନ୍ତ୍ରତା ସିଭିଲ୍ ଲିବର୍ଟି, ରାଜନୈତିକ ସ୍ୱତନ୍ତ୍ରତା ପଲିଟିକାଲ ଲିବର୍ଟି, ଅର୍ଥନୈତିକ ସ୍ୱତନ୍ତ୍ରତା ଇକୋନୋମିକ ଲିବର୍ଟି, ଜାତୀୟ ସ୍ୱତନ୍ତ୍ରତା ନ୍ୟାସନାଲ। ଏହା ମ୍ୟାକାଇଭର୍ ଯେଉଁ ତାଙ୍କର ଆଧୁନିକ ଦ ମଡର୍ଣ୍ଣ ଷ୍ଟେଟ୍ରେ ତାଙ୍କର ଉଲ୍ଲେଖ କରିଛନ୍ତି ଯେ 5 ଭାଗରେ ବିଭକ୍ତ କରି ସ୍ୱତନ୍ତ୍ରତାକୁ 5 ଭାଗରେ ବିଭକ୍ତ କରିଛନ୍ତି। କ'ଣ କ'ଣ ସେଗୁଡ଼ା ଗୋଟେ ହେଲା ପ୍ରାକୃତିକ ସ୍ୱତନ୍ତ୍ରତା ଯାହାକୁ ଆମେ ନ୍ୟାଚୁରାଲ ଲିବର୍ଟି କହୁଛୁ, ଆଉ ଗୋଟେ ହେଲା ସାମାଜିକ ସ୍ୱତନ୍ତ୍ରତା, ରାଜନୈତିକ ସ୍ୱତନ୍ତ୍ରତା, ଅର୍ଥନୈତିକ ସ୍ୱତନ୍ତ୍ରତା, ଜାତୀୟ ସ୍ୱତନ୍ତ୍ରତା। ଆଗକୁ ଦେଖିକି ପଢ଼ିବା ଦେଖନ୍ତୁ ଏଟାକୁ ଧ୍ୟାନର ସହିତ ପିଲାମାନେ ପଢ଼ ବୁଝ ତେବେ ଯାଇ ଜାଣିପାରିବ। ତୁମମାନେ ପଢ଼ିବା ସହିତ ତୁମମାନଙ୍କୁ ଗୋଟିଏ କଥା ରିକ୍ୱେଷ୍ଟ କରୁଛି ତୁମମାନେ ପଢ଼ିବା ସହିତ ଅନ୍ୟମାନଙ୍କୁ ତୁମ ସାଙ୍ଗ ତୁମ ବନ୍ଧୁମାନଙ୍କୁ ମଧ୍ୟ ସେୟାର କର ସେମାନେ ମଧ୍ୟ ପଢ଼ିପାରିବେ। ଯାହାଫଳରେ ତୁମମାନେ ତ କଲେଜ ଯାଉଛ ସେଠି ପଢ଼ୁଛ ଠିକ୍ ଅଛି କିନ୍ତୁ ତୁମ କାହା ପାଖକୁ ଯିବାକୁ ପଡ଼ିବନି ସେଇ ଅନଲାଇନ୍ ମାଧ୍ୟମରେ ହିଁ ତୁମମାନେ ପଢ଼ିପାରିବ। ଠିକ୍ ଅଛି ପିଲାମାନେ ଆଗକୁ ଯିବା ଦେଖନ୍ତୁ ଏଇ ଯେଉଁ ଫିଚରଟା ରହିଛି ଏ ଯେଉଁ ଫିଚର ମାଧ୍ୟମରେ ଆମେ ଜାଣିପାରିବା ଯେ ପ୍ରାକୃତିକ ସ୍ୱତନ୍ତ୍ର ଏହା ରାଷ୍ଟ୍ରର କ'ଣ ରହିଛି ଦେଖନ୍ତୁ ପ୍ରାକୃତିକ ସ୍ୱତନ୍ତ୍ରତା ଏହାକୁ ଠିକ୍ ଅଛି ଏହାକୁ ଆମେ କ'ଣ କରିବା ପ୍ରାକୃତିକ ସ୍ୱତନ୍ତ୍ରତା ଏହା ରାଷ୍ଟ୍ରର ବ୍ୟକ୍ତିଗତ ବା ସାମାଜିକ ସ୍ୱତନ୍ତ୍ରତା ସିଭିଲ୍ ଲିବର୍ଟି ଯାହା ରହିଛି ମତ ବ୍ୟକ୍ତ କରିବାର ଅଧିକାର ପୂର୍ବ ଓ ସ୍ୱତନ୍ତ୍ରତା ଗମନାଗମନର ଅଧିକାର ସମ୍ପତ୍ତିଗତ ଅଧିକାର କରିବା ଅଧିକାର ମୁକ୍ତ ଜୀବନ ହେବାର ଅଧିକାର ସାହାଯ୍ୟ ପାଇବା ଅଧିକାର ନିଜ ସଂସ୍କୃତିକୁ ରକ୍ଷା କରିବାର ଅଧିକାର ହେଉଛି ବ୍ୟକ୍ତିଗତ ସାମାଜିକ ସ୍ୱତନ୍ତ୍ରତା। ଆଉ ରାଜନୈତିକ ସ୍ୱତନ୍ତ୍ରତା ରହିଛି ଭୋଟ ଦେବା ଅଧିକାର ନିର୍ବାଚିତ ହେବା ଅଧିକାର ସରକାରୀ ପଦ ମଣ୍ଡନର ଅଧିକାର ପ୍ରଚାର କରିବା ଅଧିକାର ସରକାରଙ୍କ ସମାଲୋଚନା କରିବାର ଅଧିକାର। ଆଉ ଅର୍ଥନୈତିକ ରହୁଛି ଯେଉଁ ସାମାଜିକ କାମ କରିବାର ଅଧିକାର ଇକୋନୋମିକ ଲିବର୍ଟି ଅବକାଶ ଅଧିକାର ଯଥୋଚିତ ମଜୁରୀ ପାଇବାର ବେକାରୀ ଓ ପୀଡ଼ିତ ଅବସ୍ଥାରେ ଶୋଷଣ ବିରୋଧୀ ଅଧିକାର। ଠିକ୍ ଅଛି ଆଉ ରହିଲା ଜାତୀୟ ସ୍ୱତନ୍ତ୍ରତା ନ୍ୟାସନାଲ ଲିବର୍ଟି ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱାଧୀନତା। ଦେଖନ୍ତୁ ପିଲାମାନେ ସ୍ୱତନ୍ତ୍ରତାର ରକ୍ଷା କବଚ ସେଫଗାର୍ଡସ୍ ଅଫ୍ ଲିବର୍ଟି ବିଷୟରେ ପଢ଼େ। ସ୍ୱାଧୀନତା ମନୁଷ୍ୟର ଏକ ଅମୂଲ୍ୟ ସମ୍ପଦ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି। କେଉଁ ବିସ୍ତୃତ କାଳରୁ ରାଷ୍ଟ୍ର କର୍ତ୍ତୃତ୍ୱ ଓ ବ୍ୟକ୍ତିର ଅଧିକାର ମଧ୍ୟରେ ବିବାଦ ରହିଆସିଛି। ରାଷ୍ଟ୍ର କ୍ଷମତା ପରିସର ବଢ଼ିଲେ ବ୍ୟକ୍ତିର ଅଧିକାର କ୍ଷୁଣ୍ଣ ହୋଇଥାଏ କାରଣ ଏହା ଗୋଟିଏ ତରାଜୁର ଦୁଇଟି ପିଲା ପରି ଗୋଟିଏ ଉପରକୁ ଗଲେ ଅନ୍ୟଟି ନିମ୍ନକୁ ଯିବା ସ୍ୱାଭାବିକ। ବାଇରନଙ୍କ ଭାଷାରେ ସ୍ୱତନ୍ତ୍ରର ମୂଲ୍ୟ ହେଉଛି ଚିରଜାଗୃତି ଇଣ୍ଟରନାଲ ଭିଜିଲାନ୍ସ ଇଜ୍ ଦ ପ୍ରାଇସ୍ ଅଫ୍ ଲିବର୍ଟି ବୋଲି କୁହାଯାଉ। ଗୋଟିଏ ଏକଛତ୍ରବାଦର ସମାଜରେ ସ୍ୱାଧୀନତା ଉପଭୋଗ କରାଯାଇପାରେ ସ୍ୱତନ୍ତ୍ରତା ସୁରକ୍ଷା ପାଇଁ ଲାସ୍କି କେତେଗୁଡ଼ିଏ ସ୍ୱତନ୍ତ୍ର ବ୍ୟବସ୍ଥାର ସୁପାରିଶ କରିଛନ୍ତି। କ'ଣ କ'ଣ ସେଗୁଡ଼ିକ ରହିଛି ଦେଖନ୍ତୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯିବା କ୍ଷେତ୍ରରେ ସ୍ୱତନ୍ତ୍ରତା ସୁରକ୍ଷା ଅସମ୍ଭବ ମନେ ହୁଏ। ସ୍ୱତନ୍ତ୍ର ସୁବିଧା ସ୍ୱାଧୀନତାର ପରିପନ୍ଥୀ ଅଟେ। ଯେଉଁ ରାଷ୍ଟ୍ରରେ ଲୋକଙ୍କର ଅଧିକାର ଅନ୍ୟମାନଙ୍କର ମର୍ଜି ଉପରେ ନିର୍ଭରଶୀଳ ସେଠାରେ ସ୍ୱାଧୀନତାର ମୂଲ୍ୟ ନିରର୍ଥକ। ସ୍ୱାଧୀନତାର ସୁରକ୍ଷା ପାଇଁ ବେଳେ ବେଳେ ରାଷ୍ଟ୍ରର କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି। ଆଉ ଯେମିତି ଦେଖନ୍ତୁ ଅର୍ଜ ଫର୍ ଲିବର୍ଟି ଆଣ୍ଡ ଭିଜିଲାନ୍ସ ଯେମିତି ସ୍ୱାଧୀନତା ପାଇଁ ଉଦ୍ବେଗ ଓ ସତର୍କତା ରହିଛି। ନେକ୍ସଟ ରହିଛି ଯାହାକି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଡେମୋକ୍ରେଟିକ୍ ଫର୍ମ ଅଫ୍ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ନିହାତି ଦରକାର। ଗଣତନ୍ତ୍ର ହେଉଛି ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସରକାର ଗଠନ କରିବାରେ ସମସ୍ତଙ୍କର ଭାଗ ରହିଛି। କେବଳ ଏହି ବ୍ୟବସ୍ଥାରେ ସମସ୍ତେ ଏକ ସୁସ୍ଥ ବାତାବରଣ ମଧ୍ୟରେ ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରିପାରିବେ। ଆଉ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ନିହାତି ଦରକାର। ଯଦି ଗୋଟିଏ ସରକାର ଗଠନ କରିବା କହିଲେ ଗଣତନ୍ତ୍ର ବ୍ୟବସ୍ଥା ନିହାତି ଦରକାର ବୋଲି ଆମେ କହିପାରିବା। ନେକ୍ସଟ କ୍ଷମତାର ବିକେନ୍ଦ୍ରୀକରଣ ସେପାରେସନ୍ ଅଫ୍ ପାୱାର। ଠିକ୍ ଅଛି ଆଗକୁ ଦେଖିବା ଯେମିତି ଲର୍ଡ଼ ଆକ୍ଟନ୍ କହିଛନ୍ତି
ଭାଷାରେ କ୍ଷମତା ଅପପ୍ରୟୋଗ ପାଇଁ ପଥ ଉନ୍ମୁକ୍ତ କରେ ଓ ନିରଙ୍କୁଶ କ୍ଷମତା ନିରଙ୍କୁଶ ଅପପ୍ରୟୋଗର ବାଟ ଖୋଲିଦିଏ। ପାୱାର କରପ୍ଟସ୍ ଆଣ୍ଡ ଆବସଲ୍ୟୁଟ୍ ପାୱାର କରପ୍ଟସ୍ ଆବସଲ୍ୟୁଟଲି। ଓକେ, ବୁଝିପାରିଲ? ଆଉ ଯାହା ରହିଲା ଆମର ସ୍ୱତନ୍ତ୍ର କ୍ଷେତ୍ରରେ ଆମର ମୌଳିକ ଅଧିକାର ନିହାତି ଆମେ ଆଗକୁ ଆମର ନିଜର ଅଧିକାର ବିଷୟରେ ପଢ଼ିବା। ମୌଳିକ ଅଧିକାର ନିହାତି ଦରକାର, ଯାହାକୁ ଆମକୁ କ'ଣ କରିବା ଦରକାର, ଆମର କେଉଁ ଅବାଧରେ ବିଚରଣ କରିବା, ଆମର କେଉଁ କର୍ତ୍ତବ୍ୟ ରହିବା ଦରକାର। ମୌଳିକ ଅଧିକାର ପ୍ରଦାନ କରାଯାଇ ସେମାନଙ୍କୁ ତାଙ୍କର କର୍ତ୍ତବ୍ୟ ରାଷ୍ଟ୍ର କର୍ତ୍ତୃତ୍ୱ ସମ୍ପର୍କରେ ଅବହିତ କରାଯିବା ଜନସାଧାରଣଙ୍କର ନିହାତି ଅଧିକାର ହେଉଛି ଆମର ପୂର୍ଣ୍ଣ ସ୍ୱତନ୍ତ୍ରତା ବୋଲି ଆମେ ଜାଣିପାରିବା। ତାପରେ ରହୁଛି ସ୍ୱାଧୀନ ବିଚାରାଳୟ ଇଣ୍ଡିପେଣ୍ଡେଣ୍ଟ ଜୁଡ଼ିସିଆରୀ, ଆଇନର ଶାସନ ରୁଲ୍ ଅଫ୍ ଲ। ତାପରେ ରହୁଛି ଜନମତ ଓ ସ୍ୱାଧୀନ ସମ୍ବାଦପତ୍ର ପବ୍ଲିକ୍ ଓପିନିଅନ୍ ଆଣ୍ଡ ଫ୍ରି ପ୍ରେସ୍ ରହୁଛି। ତାପରେ ରହୁଛି ଉତ୍ତରଦାୟୀ ସରକାର, ରେସ୍ପନ୍ସିବୁଲ୍ ଗଭର୍ଣ୍ଣମେଣ୍ଟ, ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ। ତେଣୁ ଏକ ଦ୍ୱିଦଳୀୟ ବ୍ୟବସ୍ଥାରେ ଲୋକଙ୍କର ଅଧିକାର ଅଧିକ ସୁରକ୍ଷିତ ହୋଇପାରିବ। ସ୍ୱତନ୍ତ୍ରତା ସହିତ ଆଇନର ସମ୍ପର୍କ, ରିଲେସନ୍ ଅଫ୍ ଲିବର୍ଟି ୱିଥ୍ ଲ। ସ୍ୱତନ୍ତ୍ରତା ସହିତ ଆଇନର ସମ୍ପର୍କ କ'ଣ ରହିଛି ତାହା ମଧ୍ୟ ପଡ଼ିବ ବୋଲି। ଯେମିତି ସ୍ୱତନ୍ତ୍ରତା ଓ ଆଇନର ସମ୍ପର୍କକୁ ନେଇ ରାଜନୀତି ବିଜ୍ଞାନୀମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଅଛି। ଜନ୍ ଲଙ୍ଗ ମତରେ ସ୍ୱତନ୍ତ୍ରତା ଉପଭୋଗ କରିବା ପାଇଁ ଆଇନ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ଆଉ ଯାହା ରହିଲା ଏଇଟା ଆପଣମାନଙ୍କର ଯେଉଁ ଆମର ରହିଥିଲା ସ୍ୱତନ୍ତ୍ରତା ବିଷୟରେ ତାହା ଶେଷ ହୋଇଛି। ତ ଆପଣମାନଙ୍କୁ ବହୁତ ଜୟ ଜଗନ୍ନାଥ ପିଲାମାନେ, ଯାହାକି ତୁମେମାନେ ଏହି ଚ୍ୟାନେଲ୍ ସହିତ ଯୋଡ଼ିକି ହୋଇ ରୁହନ୍ତୁ, ଯାହାଫଳରେ ଆମେମାନେ ଆଗକୁ ଆହୁରି ଅଧ୍ୟାୟ ଗୁଡ଼ିକ ବହୁତ ସୁନ୍ଦର ଭାବରେ ପଢ଼ିବା। ଆଉ ତୁମ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରନ୍ତୁ ଆଉ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିକି ରଖନ୍ତୁ, କାହିଁକି ମୁଁ ତୁମମାନଙ୍କୁ ଆହୁରି ବହୁତ ସୁନ୍ଦର ଭାବରେ ପଢ଼ାଇବା ପାଇଁ ଚେଷ୍ଟା କରିବି। ଏହାର ପ୍ରଥମ ଥର ମୁଁ ୟୁଟ୍ୟୁବ୍ ସହିତ ପଢ଼ାଇବା ଆରମ୍ଭ କରିଛି, କିନ୍ତୁ ତୁମକୁ ନିହାତି ଭାବରେ ସକ୍ସେସ୍ କରିବା ମୋର ଦାୟିତ୍ୱ। କେମିତି କ'ଣ ପଢ଼ିବ, କେମିତି କ'ଣ ଷ୍ଟ୍ରାଟେଜି ହେବ ରହିବ, ସେଇ ସବୁ ଗୁଡ଼ିକରେ ଆଲୋଚନା କରିବା। ଠିକ୍ ଅଛି ପିଲାମାନେ, ରହୁଛି ଜୟ ଜଗନ୍ନାଥ, ଆଗକୁ ଦେଖା ହେବ।